ରହିବି ଯଦି ସେଜରେ ପଡି ରହିବି ନା ନାଇଁ ସେଇ ବୋହୁ ଚାଲି ଚାଲି କରିବ ବୁଢୀ ଯୋଉ ଘାଣ୍ଟୁଛି ନା ନାଇଁ କହିବେ ନା କହିବେନି ସେଇ ପୁଅ କହିବ ପୁଅ କଣ କରିବା ହଇରାଣ କଲେଣି ବାପା ସବୁଦିନ 10-10ଟା ଲୁଗା ଧୋଇ ଧୋଇ ନା ନାଇଁ ଅଣାଇତ ହଉଛି। ଏବେ ମୋର ଜଣେ ବନ୍ଧୁ କହିଲେ ଗୋପାଳ ବାବୁ ଆଉ ମାଟା ଯୋଉ ହଇରାଣ କଲାଣି ଏ 10-10ଟା ଲୁଗା ମୁଁ କହିଲି ତୁ ଯେତେବେଳେ 20ଟା ଲେଖେ ଓଦା କରୁଥିଲୁ ପିଲାଦିନେ ଶୀତ ହଉଥିବ କୋଳରେ ଶୋଇଥିବୁ ଧରିବଲ ଏକ କରିଦବୁ ନାଇଁ ମା କଣ ଫୋପାଡି ଦେଇଛି ତୋର ଟିକେ କଫ ହବ ମାର ଚିନ୍ତା ବଢିଯିବ ନାଇଁ ଗୋଟିଏ ପିଲାକୁ ବଡ କରିବା କେତେ କଷ୍ଟ ମା ଜାଣେ କିନ୍ତୁ ଆଜିକାଲି ଆମେ ବଡ ହେଇଗଲା ପରେ ଆଗ ସେ ଯୋଡାକୁ ଅଲଗା କର ତାପରେ ଯାହା ପ୍ରଭୁ କରନ୍ତୁ ଇଆଡେ ନ ହଉ କିନ୍ତୁ ସଂସାର ଭିତରେ ଯିଏ ବାପ ମାଙ୍କୁ ଅଲଗା କରିଦେଲା ଗୋଟିଏ ମାଷ୍ଟର କହିଲା ପଣ୍ଡିତ ମୁଁ ଆଉ ଘରେ ରହୁନି ମୁଁ କହିଲି କାହିଁକି ତମର ତ ପାଖ ଗାଁ ନା ମୁଁ ଭଡାରେ ରହିଲି ମୁଁ କହିଲି ଅଭଡା କାହିଁ ଛାଡ଼ିଲ କଣ ପାଇଁ ଭଡାରେ ରହିଛ ନା ମା ଚଳେଇ ଦେଲାନି ମୁଁ କହିଲି ମା ଚଳେଇ ଦେଲାନି ନାଇଁ ସ୍ତ୍ରୀଟା 1 ନମ୍ବର ହେଇଥିବ ମା ଚଳେଇ ଦେଲାନି ଆଉ ଯୋଉ ମା ତତେ ତେଲ ଘଷିକିରି ଠିଆ କରେଇଲା ଯୋଉ ବାପା ତତେ ଚିରା ଗାମୁଛା ପିନ୍ଧିକିରି ବିଏ ପାଠ ପଢେଇବାରୁ ଲକ୍ଷେ ଟଙ୍କା ମାସକୁ ମାସ ଗୋଟଉଛୁ ଆଜି ବାପ ମାଙ୍କର ନିନ୍ଦା କରିଦଉଛି। ମୁଁ ଆଜି ମଞ୍ଚରୁ ଆମର ପିଲାମାନଙ୍କୁ ମୋର ମା ମାନଙ୍କୁ ବୋହୂ ମାନଙ୍କୁ ସମ୍ବୋଧନ କରୁଛି ନା ଜୀବନରେ ଶାଶୁ ଶ୍ୱଶୁରଙ୍କୁ କେବେ ଘୃଣା କରିବା ନାଇଁ ଆମର ବୟସ ଆସିବ ନା ପଳେଇବା ଶୂନ୍ୟରେ ସେଥିପାଇଁ କୁହାଯାଏ ଯେ ପ୍ରଭୁ ସେତେ ନ ଶୋଇବି ଅଚଳ ନହିବି ପଢିଛି ବୋଲି ନ ଶୁଣେ ଯେପରି ଯେମିତି ପେପରରେ ବାହାରି ବସି ନୟାଗଡ଼ ପଣ୍ଡିତ ନା କଣ ଘାଣ୍ଟି ହଉଛନ୍ତି ଆଉ କଣ ପ୍ରଭୁ ଏତିକି ଯେମିତି ମତେ ନଦବ ଇଏ ହଉଛି ଆମର ମାଗୁଣୀ। ସବରୀ ମା କହିଲା ନା ଜୀବ ହତ୍ୟା କରିବିନି କି ବିବାହ କରିବି ନାଇଁ ଛାଡ଼ି ଦେଇକିରି ପଳେଇ ଆସିଲା 16 ବର୍ଷ ବୟସରେ ଆସିଲା ମାତଙ୍ଗ ଋଷିଙ୍କ ଆଶ୍ରମ ପାଖରେ ରହିକି ମନେ କଣ ଭାବିଲା ମୁଁ ତ ଛୋଟ ଘରର ଝିଅ ଇଏ ତ ଋଷି ଆଶ୍ରମ କେମିତି କଣ କରିବି କେମିତି କଣ କହିବି ଗୁରୁଙ୍କୁ କିଛି କଲାନି ଖାଲି ଗୋଟିଏ ସେବା କଲା କଣ ପୋଖରୀ ପର୍ଯ୍ୟନ୍ତ ଯୋଉ ଯାଆନ୍ତି ଋଷି ଗାଧେଇବା ପାଇଁ ରାତି 4ଟାରୁ ଖାଲି ସଫା କରିଦିଏ। ଗୁରୁ ଦେଖିଲେ ମତଙ୍ଗ କିଏ ଏମିତି ସଫା କରୁଛି କିଏ ଏମିତି ପରିଷ୍କାର କରୁଛି 15 ଦିନ ସେବା କରିବା ପରେ ମତଙ୍ଗ ଋଷି ଯୋଡ଼ିଏ ଶିଷ୍ୟ ଯୋଗେଇଲେ କହିଲେ ଯା ଦେଖିବ କିଏ ସିଏ ସେବା କରୁଛି ଚଟାପଟ ସବରିକି ଧରିକିରି ଆଣିଲେ ଯେମିତି ଆଣିଲେ ସବରି କାନ୍ଦି ପକେଇଲା କହିଲା ପ୍ରଭୁ ଗୁରୁଜୀ ମୁଁ ହଉଛି ଶବର ଘରର ଝିଅ ଏମିତି ବାପା ଗୋଟେ ସର୍ତ୍ତ କରିଦେଲେ ଯିଏ ପକ୍ଷୀ ମାରିବ ମତେ ବିବାହ କରିବ ମୁଁ ତା ସରିପାରିଲିନି ପଳେଇ ଆସିଲି। ମାତଙ୍ଗ ଋଷି କହିଲେ ମାଲୋ ତୁ ମୋର ଶିଷ୍ୟା ହେଲୁ କିନ୍ତୁ ମୋର ଶେଷ ସମୟ ମୁଁ ପଳେଇବି ଏତିକି ଅଭୟ ଦେଇକିରି ଯାଉଛି ଦିନେ ନା ଦିନେ ତୁ ରାମଙ୍କୁ ଦର୍ଶନ କରିବୁ ସେଇଥିପାଇଁ କହନ୍ତି ମନ୍ତ୍ର ମୂଳଂ ଗୁରୁର୍ବାକ୍ୟମ୍ ଗୁରୁ କହିଲେ ତାହା ଜାଣି ନହିଲେ ରମୁଥାନ୍ତି ପ୍ରାଣୀ ଗୁରୁ କହିଲେ ତାହା ଜାଣି ଗୁରୁ କହିଦେଲେ ଆଜିକାଲି ଆମେ ଯୋଉ ଗୁରୁ ହେଇଛୁ ଶିଷ୍ୟକୁ କହୁନୁ କି ସିଏ ଶିଷ୍ୟ ବୋଲି ଆମେ ଭାବିନୁ କି ସିଏ ଆମକୁ ଗୁରୁ ବୋଲି ଭାବୁନାହାନ୍ତି ନାଇଁ ଯାହା ଟିକେ ଆଗରୁ ମାନୁଥିଲେ ଯୋଉଦିନଠୁ ମାଡ଼ ବନ୍ଦ ହେଲାଣି ହରି ବୋଲ ଦଣ୍ଡ ଯୋଉଠୁ ଗଲାଣି ଉଦଣ୍ଡ ହେଲେଣି ତ ପିଲେ ନା ନାଇଁ ଦଣ୍ଡ ଗଲା ଉଦଣ୍ଡ ହେଲେ ଦଣ୍ଡ ଥିଲେ ଟିକେ ଭୟ ଥାନ୍ତା ଦଣ୍ଡ ପଳେଇଲା ଉଦଣ୍ଡ ଯେତେ ତୁ ଧମକେଇବୁ ଯୋଉ ମା ସିଏ ଗଲେ ଆଜି ଗୋଟେ ମାଡ଼ ହଉଥିଲା ମୁଁ ସଂସ୍କୃତ ମାଷ୍ଟର ବାଡେଇବି ପିଲାକୁ ଆଦାୟ କରିବି ଆଉ ଅଛି ଯୋଉ ପିଲାକୁ ବାଡେଇଥିଲି ତାଙ୍କରି ପିଲେ ଆଡମିସନ କଲେ କହିଲେ ସାର୍ ଆପଣଙ୍କର ଯୋଉ ମାଡ଼ ବାଡେଇବେ ପୁଣି ହସେଇ ଦେବେ ଆଉ କଣ ଆମେ ମାଡ଼ ଭୁଲି ଯାଉ ଆଜ୍ଞା ମୋ ପୁଅଟାକୁ ବାଡେଇବେ ମୁଁ କହିଲି ନାଇଁ ପୁଅ ଆଉ ଖେଚୁଡି ଖାଇବାକୁ ମତେ ବେଳ ନାହିଁ କି ବଳ ନାହିଁ ବାହାରଟେ ବାଡେଇଦେବି ଥାନାରେ ନେଇକି ଦେଖେଇବୁ ମୁଁ ତ ଖେଚୁଡି ଖାଇବାକୁ ଭିତରକୁ ଯିବି ଜେଲ ନାଇଁ ଆଜ୍ଞା ମୁଁ କିଛି କହିବିନି ମୁଁ କହିଲି ନାଇଁ ସେଟା ତ ଉଠିଗଲାଣି ସିଲାବସ ଦଣ୍ଡ ଦିଆଯିବ ନାଇଁ ଯେମିତି ଦଣ୍ଡ ଉଠିଗଲା ଉଦଣ୍ଡ ହେଲା ସେତେବେଳେ ମାଡ଼ ଦଉଥିଲୁ ଦରଖାସ୍ତ ଲେଖୁଥିଲେ ପିଲେ ଏବେ ଦରଖାସ୍ତରେ 60 ଭୁଲ କିନ୍ତୁ ଲଭ୍ ଲେଟରରେ କମା ଭୁଲ କରୁନାହାନ୍ତି ପିଲେ ସିଏ କୋଉଠୁ ପାଠ ପଢିଛନ୍ତି କେଜାଣି ସେଗୁଡା କିଏ ପଢାନ୍ତିନି କିନ୍ତୁ ସେଥିରେ ପୁରା ପାସ୍ ଖାଲି ଆମେ ଜପୁଛୁ 10ରୁ 4 କେମିତି ଭଲରେ ଘରକୁ ଯାଆନ୍ତୁ ଶାସ୍ତ୍ର ବିଚାର ଦେଲେ ସଂସାର ଭିତରେ ଦଣ୍ଡ ଉଠିଗଲେ ଉଦଣ୍ଡ ହେଇଯାଏ। ସବରୀ ମା ପାଖରେ ପ୍ରଭୁ ଯାଇକିରି ପହଞ୍ଚିଲେ ଗୁରୁଜୀ କହିଥିଲେ ମନ୍ତ୍ର ମୂଳଂ ଗୁରୁର ବାକ୍ୟମ୍ ଆଜି ମୁଁ କହୁଛି ସବରୀ ଦିନେ ନା ତୁ ରାମ ଦର୍ଶନ କରିବୁ
ଶବରୀ ମା କହିଲା ଗୁରୁଜୀ ରାମ କିଏ? ମୁଁ ରାମକୁ ଜାଣିବି କେମିତି? ଇଏ ତ କେତେ କିଏ ଆସୁଛନ୍ତି। କହିଲେ ଶୁଣିମୁ ଚଣ୍ଡକର ବଂଶ ବିମଣ୍ଡନେ ଅଗ୍ରଣୀ